আজি এই পবিত্র সন্ধ্যারে আর্তত্রাণଙ୍କ ମନ୍ଦିର ପ୍ରାଙ୍ଗଣ ନହେଲେ ବି ପରିବେଶରେ ଆପଣମାନେ ଏକତ୍ର ହୋଇଛନ୍ତି। କିଛି କଥା କହି ଆମେ ନିଜକୁ କୃତାର୍ଥ କରିବା। ସତ୍ସଙ୍ଗ ଗୋଟେ ଏତେ ବଡ଼ ଜିନିଷ ବା ଏତେ ବଡ଼ କଥା ଯାହାକୁ ଆମେ କେଇ ପଦ କଥାରେ ତାକୁ ବର୍ଣ୍ଣନା କରିପାରିବା ନାହିଁ। ବଶିଷ୍ଠ ଆଉ ବିଶ୍ୱାମିତ୍ର ଦୁଇ ଜଣଙ୍କ ଭିତରେ ଗୋଟେ ଝଗଡ଼ା ସୃଷ୍ଟି ହେଲା। ସେ ଝଗଡ଼ାର ଉଦ୍ଦେଶ୍ୟ ଥିଲା ଏ ପୃଥିବୀକୁ ଅନନ୍ତ ନାଗ ଧାରଣ କରିଛନ୍ତି। ଆମ ଭିତରୁ ଯିଏ ଇଏ ପୃଥିବୀକୁ କିଛି ସମୟ ଧାରଣ କରିପାରିବ ସିଏ ହିଁ ପୃଥିବୀର ଗୋଟିଏ ସର୍ବଶ୍ରେଷ୍ଠ ଲୋକ। ଏ କଥାକୁ ଅନନ୍ତ ନାଗ ମଧ୍ୟ ପ୍ରଣାମ ଜଣାଇ ସେ ମଧ୍ୟ ନିବେଦନ କଲେ, କହିଲେ ପ୍ରଭୁ ମୁଁ ତ ଯୁଗ ଯୁଗ ଧରି ଏଇ କାମଟି କରୁଛି, ତେଣୁ ଆପଣମାନେ ଆକୁ ଟିକେ କଲେ ମୁଁ ଟିକେ ଅନ୍ତର ବିଶ୍ରାମ ନେବି। ବିଶ୍ୱାମିତ୍ର କହିଲେ ମୁଁ ଧାରଣ କରିବି। ସେ ପ୍ରଥମେ ବାହାରିଲେ ଏବଂ ଗାୟତ୍ରୀ ମନ୍ତ୍ର ପଢ଼ି ବେଦର ପୁରୁଷ ସୂକ୍ତ ମନ୍ତ୍ର ପଢ଼ି ସେ ଯେତେବେଳେ ପୃଥିବୀକୁ ଧାରଣ କରିବାକୁ ହାତ ବଢ଼େଇଲେ ସେତେବେଳେ ପୃଥିବୀ କିନ୍ତୁ ସ୍ଥିର ହେଇପାରିଲା। ସେ ମାନେ ଟଳଟଳ ଅବସ୍ଥା ତାର ସୃଷ୍ଟି ହେଲା। ଚାରିଆଡ଼େ ହାହାକାର ପଡ଼ିଗଲା। ଜୀବ ଜନ୍ତୁ ପଶୁ ପକ୍ଷୀ ମଣିଷ ସମସ୍ତେ ଇଏ ଗୋଟେ ବିରାଟ ଭୂମିକମ୍ପ ବୋଧେ ହେଲା। ସେତେବେଳେ ସେ ବିଶ୍ୱାମିତ୍ରଙ୍କ କଥା ଶୁଣିକିରି ବଶିଷ୍ଠ କହିଲେ ବର୍ତ୍ତମାନ ମୋତେ ଟିକେ ସମୟ ସୁଯୋଗ ଦିଅନ୍ତୁ, ତାପରେ ଆମେ ଯାହା ନିର୍ଣ୍ଣୟ କରିବା। ସେ ଯେତେବେଳେ ପୃଥିବୀକୁ ଧାରଣ କଲେ ପୃଥିବୀ ସ୍ଥିର ହେଇ ରହିଲା। ସେ ହଲଚଲ ବି ହେଲାନି। କୌଣସି ଜୀବଜନ୍ତୁଙ୍କ ଉପରେ ତାର ପ୍ରଭାବ ବି ପଡ଼ିଲାନି। ଏବେ ବଶିଷ୍ଠ ଆଉ ବିଶ୍ୱାମିତ୍ର ଅନନ୍ତ ନାଗଙ୍କୁ ପଚାରିଲେ ଯେ ତୁମେ ଆମ ଦୁଇ ଜଣଙ୍କ ଭିତରୁ କିଏ ବଡ଼ ଆଉ କିଏ ସାନ, ତୁମେ ତାକୁ ସ୍ପଷ୍ଟ ପ୍ରକାଶ କର। ଅନନ୍ତ ନାଗ କହିଲା ପ୍ରଭୁ ଆପଣଙ୍କୁ ବଡ଼ କହିବି ତାଙ୍କୁ ସାନ କହିବି, କି ତାଙ୍କୁ ବଡ଼ କହିବି ଆଙ୍କୁ ସାନ କହିବି, ଏହା ମୋ ଦ୍ୱାରା ସମ୍ଭବ ନୁହେଁ। ଆପଣମାନେ ହେଉଛନ୍ତି
ଯୋଗୀ ଶ୍ରେଷ୍ଠ। ଯୋଗ ମାର୍ଗରେ ଆପଣମାନଙ୍କର ଜୀବନ ଅତିବାହିତ ହୁଏ। ତେଣୁ କିଏ ବଡ଼ କିଏ ସାନ, ମୁଁ ଯେତିକି ଜାଣିଛି ଏ ଦୁନିଆରେ ଯଦି କେହି ବଡ଼ ଥାଏ, ବଡ଼ ଏକା କଳା ଠାକୁର। ଏ ଦୁନିଆରେ ଯଦି କେହି ଦୁଃଖ ଶୁଣେ, ସେହି ଏକା କଳା ପଥର। ଏ ଦୁନିଆରେ ଯଦି ପ୍ରକୃତରେ କିଏ ବଡ଼ ଥାଏ, ସିଏ ବଡ଼ ହେଉଛନ୍ତି ଏକମାତ୍ର ସେଇ ପରମାତ୍ମା ଜଗନ୍ନାଥ। ଏ ଦୁନିଆରେ ଯଦି କାହାରି ଦୁଃଖକୁ କେହି ଶୁଣୁଥାଏ, ସିଏ ମଧ୍ୟ ସେଇ ଜଗନ୍ନାଥ। ଯେଉଁମାନେ କୁହନ୍ତି ଯେ ଆମେ ଶୁଣୁଛୁ କି ଶୁଣିଥିଲୁ, ସେ ସବୁ ତାଙ୍କର ମନ ଗଢ଼ା କଥା। ତେଣୁ ସଜ୍ଜନ, ଦୁନିଆରେ ବଡ଼ କିଏ, ଇଏ କଥାକୁ ଆମେ ଯଦି ତର୍ଜମା କରିବା, ଶାସ୍ତ୍ର କଥାଟା ଶାସ୍ତ୍ରରେ ଲେଖା ହେଇଛି, ଆମେ ତାକୁ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିପାରିବାନି। କିନ୍ତୁ ପ୍ରତ୍ୟେକ କଥାର ତତ୍ତ୍ୱଟାକୁ ବୁଝିବାକୁ ପଡ଼ିବ। ପ୍ରକୃତରେ ଏ ଦୁନିଆରେ ବଡ଼ କିଏ? ସବୁଠାରୁ ବଡ଼ ଆମ ଜୀବନ ପାଇଁ ସବୁଠାରୁ ବଡ଼ ହେଉଛନ୍ତି ଆମ ବାପା ମା। ସେଥିପାଇଁ ଆମେ ଭଗବାନଙ୍କ ପାଖରେ ପଢ଼ୁ, ତୁମେବ ମାତାଶ୍ଚ ପିତା ତୁମେବ, ତୁମେବ ବନ୍ଧୁଶ୍ଚ ସଖା ତୁମେବ, ତୁମେବ ବିଦ୍ୟା ଦ୍ରବିଣଂ ତୁମେବ, ତୁମେବ ସର୍ବଂ ମମ ଦେବ। ଭଗବାନ ସବୁ କରୁଛନ୍ତି, କିନ୍ତୁ ମଣିଷ ହେଉଛି ତାର ମାଧ୍ୟମ। ସେ କଥାକୁ ଆମକୁ ମନେ ରଖିବାକୁ ହେବ। ସିଏ ସବୁ କରନ୍ତି, କିନ୍ତୁ ନିଜକୁ ସେ ବଡ଼ ବୋଲି କହନ୍ତିନି। ବଡ଼ ହେଉଛନ୍ତି ପ୍ରକୃତରେ ଆମେ ଯାହାଙ୍କ ମାଧ୍ୟମରେ ଏ ପୃଥିବୀକୁ ଆସିଲୁ, ସିଏ ହେଉଛନ୍ତି ପ୍ରଥମ ବଡ଼। ଆମେ ଯେଉଁମାନଙ୍କର ଶକ୍ତିରେ ନିଶ୍ୱାସ ନେଉଛୁ, ଅକ୍ସିଜେନ ନେଉଛୁ, ସେଥିପାଇଁ ଆମେ ବଞ୍ଚିଛୁ, ସିଏ ହେଉଛନ୍ତି ଆଉ ଗୋଟିଏ ବଡ଼। ଧରିତ୍ରୀ ମାତା ହେଉଛନ୍ତି, ସିଏ ଆମକୁ ଧାରଣ କରିଛନ୍ତି, ସିଏ ମଧ୍ୟ ବଡ଼। ତେଣୁ ଆମେ ବେଳେବେଳେ ଏସବୁ କଥାକୁ ଭୁଲି ଯାଇ ନିଜକୁ ବଡ଼ ବୋଲି କହୁ। ଆମଠାରୁ ଆଉ ଦୁନିଆରେ କେହି ବଡ଼ ନାହିଁ। ସେଇଥିପାଇଁ ବିଶ୍ୱାମିତ୍ର ପରାସ୍ତ ହେଲେ, ବଶିଷ୍ଠ ଜିତିଲେ। ତେଣୁ ଆପଣମାନେ ଏତିକି ମନେ ରଖିବେ, ଗୋଟେ ପ୍ରାର୍ଥନା ଶେଷ ପରେ ଗୋଟେ ଛୋଟ ସଂଘ ହଉ ବଡ଼ ସଂଘ ହଉ, ସବୁଦିନେ ଆମର ଟିକେ କରାଯାଏ। ସେଇ କଥାଟା ଆଜି ଏଇଠି ହଉଛି। କେବଳ ଆପଣମାନେ ଏତିକି ମନେ ରଖିବେ, ଦୁନିଆରେ ଯଦି କେହି ବଡ଼ ଥାଏ, ସିଏ ହେଉଛନ୍ତି ଆମର ସଦ୍ଗୁରୁ।
गुरु बिने मुक्ति नाय, नाम बिने साधन नाय। गुरु जदि नाहांती ताहले आमे मुक्ति आमको दब कि? जदि आमे जदि गुरुंकर नाम को स्मरण न करू ताहले आमे मुक्ति पाइबा केमिति? जेते मंत्र बहु मोटा मोटा बही रे ग्रंथ रे लिखाई बहु मंत्र, सी मंत्र को कौन आमे पढ़ी पारिबा ना? तो पढ़िले भी ताकू मन रखी पारिबा? किंतु गुरु जो मंत्रटी कहिबे से जहा भी कहिबे, जदि कहले ओम, जदि ओम न कही हरे कृष्ण कहिबे कि शिशु अनंत कहिबे किंबा अर्थत्राण बोली कहिबे, से जो शब्दटा आम तांको मुखरू बाहरिला से गोटाक हूँ प्रकृत मंत्र। लिखाई मंत्र मूलं गुरुर्वाक्यम, पूजा मूलम गुरु पादम। तमे बहुत पूजा करुच, जीवन रे मने पका बहुत पूजा तुम करुच। आम सनातन धर्म रे पूजा व्रत उपासना एते बेसी हो जाइछि जे बेले बेले आमे ताकू करबा पई माने आम भीतर इच्छा थिले भी आमको कष्ट होछि। को पर्व आम भीतर नाही, धरतु आंब गछरे बौल हैला, केते बेले गोटे बौल अमावास्या बोली गोटे पर्व पालन हैला, आमे जाउथिबा बाटरे जेहेतु आमे बाटरे जाउछु, बाट पे गोटे व्रत हला, सी हला बाट ओषा। एमती बहु व्रत बहु ओषा आमे करूछु, किंतु एतिकी कथा आमर मन रखिबा उचित। ठाकुर को बहुत नड़िया जलणु कदली जलणु ताको खाइबा को कौन के देखिचो? नड़िया खाओ जगन्नाथ खाऊचंदी कि ना तारिणी खाऊचंदी? कोठी मु तो एपर्यंत देखिनी किए कोठी खाऊची, को ठाकुर भोग खाऊची, आई से बोल तो कोठी किछि मु देखिनी। किंतु जड़े छोट पिला को मु खाइबा को देइची, से आनंद रे खाइची। गोटे मेडिकल रोगी मान को किसी खाइबा को दिया है, से माने अति आनंद मनरे ताकू खाई। जदि कौन सी साधु संत को आम जीवन रे किसी सेवा देइचे बा किसी खाइबा को देइचे, वस्त्र देइचे, सेठी से माने आनंद रे ताकू ग्रहण करिसेंती एवं आमको मध्य से आशीर्वाद देइछन्ति। तेणु जहां को आपण पूजुचंती ताकू मध्य ठीक भाव रे आपण चिन्ही नांती, आपण खाली पूजुचंती। मने करा देउ कृष्णंकर मूर्ति को आपण पूजा करुचंती। जड़े ब्राह्मण जजमान कार्य जीव, तेणु से ब्राह्मणी को सबुदिन कहूँ मत टे जलिखिया कौन देदेले मुझे जीवी जजमान कार्य करी। ब्राह्मणी कहे मु एपर्यंत कृष्णंकर पूजा कर सारी,
ତମକୁ କ'ଣ ଖାଇବାକୁ ଦେବେ? ତମେ ଯଜମାନଙ୍କ ଘରେ ଖାଇଦବ। ମୁଁ ବର୍ତ୍ତମାନ ପୂଜା କରିବାକୁ ଯାଉଛି। ବ୍ରାହ୍ମଣୀ କହିବା ପରେ ବ୍ରାହ୍ମଣ ତାଙ୍କର ଯଜମାନଙ୍କ ଘରକୁ ଗଲେ। ସବୁଦିନେ ଯଦି ଉପାସ ରହିବେ 12ଟା ପର୍ଯ୍ୟନ୍ତ କିଛି ଖାଇବେନି, ଆଉ ପୂଜା ସଇଲେ ତ ଖାଇବେ। ତାଙ୍କୁ ରୋଗ ମାନେ ବହୁତ ବଡ଼ ରୋଗ ସୃଷ୍ଟି ହେଲା, ପେଟ ରୋଗ। ବହୁତ କଷ୍ଟ ପାଇଲେ। ସେଇ କୃଷ୍ଣଙ୍କୁ ସେ ପ୍ରାର୍ଥନା କରି କହିଲେ, ହେ କୃଷ୍ଣ କରୁଣା ସିନ୍ଧୁ ଦୀନବନ୍ଧୁ ଗୋପପତେ ଗୋପେଶ ଗୋପିକା କାନ୍ତଂ ରାଧା କାନ୍ତଂ ନମସ୍ତେ তপ্ত কাঞ্চন গৌরাঙ্গী রাধে বৃন্দাবনেশ্বরী ভূষবানু সুতে দেবী প্রণমামি হরি। যেতেবেলে সে দেখিলে যে ব্রাহ্মণ লিখিলে ମୋ ସ୍ତ୍ରୀ କୃଷ୍ଣଙ୍କୁ ପୂଜା କରିକିରି ମତେ ବି ଖାଇବାକୁ ଦଉ। କୃଷ୍ଣଙ୍କ ପାଖରେ ବି ଯୋଉ କଦଳୀ ନଡ଼ିଆ ସେ ଭୋଗ କରୁଛି ତାକୁ ବି କୃଷ୍ଣ ଖାଉନାହାନ୍ତି। ଇଏ ଖାଲି ହୁଇ ପକେଇ ଗୋଟେ ପାଣି ବୁଲେଇ ଏମିତି ଆଉଛି। ସେ କୃଷ୍ଣଙ୍କୁ ପ୍ରାର୍ଥନା କଲେ, ହେ ପ୍ରଭୁ, ଯଦି ଆପଣ ପ୍ରକୃତରେ ଏଇ ଫଟୋ ଭିତରେ, ଫଟୋ ହେଲେ ବି ଏଇ ଫଟୋ ଭିତରେ ଯଦି ମୋର, ମୋ ସ୍ତ୍ରୀର, ମୋ ପିଲାମାନଙ୍କର ପୂଜାକୁ ଯଦି ଆପଣ ଗ୍ରହଣ କରୁଛନ୍ତି, ତାହେଲେ ମୋ ସ୍ତ୍ରୀଙ୍କୁ ଟିକେ ଦର୍ଶନ ଆପଣ ଦିଅନ୍ତୁ। ସେ ଯେତେବେଳେ ଭୋଗ ଆପଣଙ୍କୁ ଦଉଛି, ଆପଣ ଟିକେ ସେ ଭୋଗକୁ ଗ୍ରହଣ କରନ୍ତୁ, ମୁଁ ଟିକେ ଦେଖିକିରି ମୋ ଜୀବନ ପୁତାନ୍ତୁ। ଯେତେବେଳେ ବ୍ରାହ୍ମଣୀ ଯେତେବେଳେ ଭୋଗ ନୈବେଦ୍ୟ ଅର୍ପଣ କଲା, ସେ ଆଖି ବୁଜିକିରି ମାନେ ଆଖି ବୁଜିକିରି ନୈବେଦ୍ୟ ଅର୍ପଣ କଲା। ଆଖି ବୁଜି ସାଇଲା ପରେ ଯେତେବେଳେ ଆଖି ଖୋଲିବ, ଯେତେବେଳେ ଆଖି ଖୋଲିଲା ବେଳକୁ ଦେଖିଲାକୁ କୃଷ୍ଣ ଠିଆ ହେଇଛନ୍ତି। ସ୍ୱୟଂ କୃଷ୍ଣ ତ୍ରିଭଙ୍ଗୀ ଛନ୍ଦରେ, ମୁଣ୍ଡରେ ମୟୂର ଚୂଳ, ଆଉ ବେକରେ ଅନେକ କଥା, କସ୍ତୁରୀ ତିଲକ ଲଲାଟ ପଟଳେ ବକ୍ଷସ୍ଥଳେ କୌସ୍ତୁଭ ନାସାଗ୍ରେ ଗଜମୌକ୍ତିକଂ ବେଣୁ করে সর্বাঙ্গে হরিচন্দ্র কণ্ঠে মুক্তা গোপশ্রী পরিবেশি। এই রূপে ঠিয়া হইଛନ୍ତି কৃষ্ণ। ব্রাহ্মণ ମଧ୍ୟ এই মন্ত্র পড়ি কৃষ্ণଙ୍କୁ আবাহন କରିଛି। ଯେତେବେଳେ ବ୍ରାହ୍ମଣୀ ଦେଖିଦେଲା ଯେ ତା ଆଗରେ ଠିଆ ହେଇଛନ୍ତି ଗୋଟେ ମାନେ ତା ପାଇଁ ଅଚିହ୍ନା, ତା ଫଟୋକୁ ସେ ପୂଜା କରେ, ସେ କିନ୍ତୁ କୃଷ୍ଣଙ୍କୁ କ'ଣ ଚିହ୍ନିଛି? ସେ କୃଷ୍ଣଙ୍କ ଫଟୋଟାକୁ ଚିହ୍ନିଛି। ତେଣୁ କୃଷ୍ଣଙ୍କ ଫଟୋଟାକୁ ଦେଖିକିରି ସେ କହିଲା, କାଳେ ମୋ ସ୍ୱାମୀ ମୋର ଚରିତ୍ରକୁ ସନ୍ଦେହ କରିବେ ଯେ ମୋ ନଥିଲା ବେଳେ ବୋଧେ ଏମିତିଆ ଗୋଟେ ଲୋକ ଆସୁଛି, ତୁମେ ତାଙ୍କୁ ଖାଇବା ପିଇବାକୁ ଦଉଛ, ତେଣୁ ତମର ତାଙ୍କ ସହିତ ସମ୍ପର୍କ ଅଛି, କାଳେ ମୋତେ ଘରୁ ତଡ଼ିଦେବେ, ମୁଁ ବର୍ତ୍ତମାନ କୁଆଡ଼େ ଯିବି, ବାପ ଘରେ ମୋର ଆଉ କେହି ନାହାନ୍ତି, ମୁଁ କରିବି କ'ଣ? ଗୋଟେ ଛାଞ୍ଚୁଣି ପଡ଼ିଥିଲା, ଯେଉଁ ଘର ପହଁରା ଛାଞ୍ଚୁଣି,
ସେ ଛାଞ୍ଚୁଣିକି ଧରିକିରି ସେ କୃଷ୍ଣକୁ ଗୋଡ଼େଇଲା, କହିଲା ତୁ ଗୋଟାଏ ମାନେ ବାହାର ଲୋକ, ତୁ ଆସି ମୋ ଘରେ ପଶିଲୁଣୁ, ତାମାନେ ଆମ ସ୍ୱାମୀ ସ୍ତ୍ରୀ ଭିତରେ କଜିଆ ନଗେଇବା ପାଇଁ ତୁ ଆଇଛୁ। ଯେତେବେଳେ କୃଷ୍ଣ ଅନ୍ତର୍ଧ୍ୟାନ ହେଇଗଲେ, ବ୍ରାହ୍ମଣ ସେତେବେଳେ ହସିଲା, କହିଲା ଆରେ ତୁ ଆଜିକି କେତେ ବର୍ଷ ହେଲା ମତେ ବିବାହ କଲୁଣୁ, ସକାଳୁ କୋଉ ଦିନ ଟିକେ ମତେ ଜଳଖିଆ ଦେଇଛୁ? ଚୂଡ଼ା ଟିକେ ହଉ, କଦଳୀ ଟିକେ ହଉ, ମୁଢି ଟିକେ ହଉ ଦେଇଛୁ ନା ନାହିଁ? ତୁ ମତେ କଣ କହିଛୁ? ମୁଁ ଯଜମାନ ଘରେ ଖାଇବି। ମୁଁ କଣ ପହଞ୍ଚୁ ପହଞ୍ଚୁ ଯଜମାନଙ୍କୁ ଯାଇ କହିବି, ଯଜମାନ ଆଉ ବାବୁ ମୁଁ ଆଉ କିଛି ଖାଇନି, ମତେ ଆଗେ ଟିକେ ଖାଇବାକୁ ଦିଅ, ତାପରେ ପୂଜା କରିବି। ଏକଥା କଣ ମୁଁ ତାକୁ କହିପାରିବି? ଯୋଉଟା ନିର୍ଲଜ କଥା ନୁହେଁ। ଆଜି ମୋର ପେଟ ବେମାରୀ ବାହାରିଛି, ଇଏ ବେମାରୀ ପାଇଁ ଦାୟୀ ହଉ ତୁ ତ ମତେ ଖାଇବାକୁ ଦଉନୁ, ଆଉ କୃଷ୍ଣଙ୍କ ଫଟୋକୁ ଖାଇବାକୁ ଦଉଛୁ। ଯେତେବେଳେ ସ୍ୱୟଂ କୃଷ୍ଣ ଆସି ତୋ ପାଖରେ ପହଞ୍ଚିଲେ, ତାଙ୍କୁ ଛାଞ୍ଚୁଣି ଧରିକି ଗୋଡ଼ଉଛୁ ବାଡ଼େଇବା ପାଇଁ। ଇଏ କହିଲା କଣ ହେଲା, ମୁଁ ଛାଞ୍ଚୁଣି ଧରି ଗୋଡ଼େଇଛି ନା? ତୁ ସେ ଯାହାକୁ ପୂଜା କରୁଛୁ ସେ ଫଟୋକୁ ଅନା, ଆଉ ସେ ମୂର୍ତ୍ତିକି ଅନା। ସେ ଦି ଜଣ ଯାକ ଏକ ନା ଭିନ୍ନ ଭିନ୍ନ ଟିକେ ଲକ୍ଷ୍ୟ କଲୁ ନା? ଦି ଜଣ ଏକ। ଏ ବି କୃଷ୍ଣ, ସେ ବି କୃଷ୍ଣ, କିନ୍ତୁ ତୁ ଗୋଟିଏ କୃଷ୍ଣକୁ ଖାଇବାକୁ ନ ଦେଇ ଆଉ ଗୋଟିଏ କୃଷ୍ଣକୁ ପହଁରା ଧରି ଗୋଡ଼ଉଛୁ ବାଡ଼େଇବା ପାଇଁ। ତୋ ପାଖରେ ଆଉ ଗୋଟିଏ କୃଷ୍ଣ ଅଛନ୍ତି, ତୋର ସ୍ୱାମୀ। ମୁଁ ଯଦିଓ କୃଷ୍ଣ ନୁହେଁ, କିନ୍ତୁ ଜୀବକୁ ଭୁଞ୍ଜାଇ ଭୁଞ୍ଜଇ ଅନ୍ତରେ ସାକ୍ଷୀ ପ୍ରାୟ। ତୁ ମତେ ଖାଇବାକୁ ଦଉନୁ କି କୃଷ୍ଣକୁ ଦଉନୁ, ସେ ଫଟୋକୁ ଦେଖେଇକିରି ନିଜେ କଣ ତାକୁ ଖାଉଛୁ ସବୁବେଳେ। ପୁଣି ଖାଉଛୁ ଯେ ଅସମୟରେ ଖାଉଛୁ, ତାଦ୍ୱାରା ତୁ ବେମାରୀ ହବୁ, ମୁଁ ବି ବେମାରୀ ହେବି। ତେଣୁ ସଜ୍ଜନ ସବୁବେଳେ, ଇଏ ମଣିଷର ସ୍ୱଭାବ, ଯିଏ ଖାଆନ୍ତି ତାକୁ ଦିଅନ୍ତିନି। ଯାହାର ଲୁଗା ଖଣ୍ଡେ ଚିରି ଯାଇଛି, ତାକୁ ପିନ୍ଧିବା ପାଇଁ ଲୁଗା ଖଣ୍ଡେ ଆମେ ଦେଇପାରିବୁନି। ଆମେ ଯଦି ଗୋଟେ ବାହାଘର କରିବାକୁ ଯାଇଥିଲୁ, ଲୁଗା ଗାମୁଛା ଶାଢ଼ୀ ସବୁ କିଣିକିରି ଫେରିଲୁ, ବାଟରେ ଗୋଟେ ଛିଣ୍ଡା କନା ବା ଛିଣ୍ଡା କପଡ଼ା ପିନ୍ଧିଥିବା ଲୋକ ଟିକେ ଦେଖିଲୁ, ତାକୁ କଣ ଡାକିକିରି ଖଣ୍ଡେ ଗାମୁଛା ତାକୁ ଦେଇଛୁ? ବାବୁ ନିଅ ଏ ଗାମୁଛାଟା ପିନ୍ଧ। ତେଣୁ ଆମେ ଜୀବନରେ ଏତେ ଭୁଲ ବାଟରେ ଯାଉଛୁ। ଆପଣ ଦେଖିବେ, ଗୋଟିଏ କଥା ମୁଁ ଆପଣଙ୍କୁ ଏଠି କହିଦେଉଛି। ଏଠି କଣ ସେ ଜଣେ ଆମର ତାଙ୍କର 14 ଦିନ ବୋଲି କହୁଛନ୍ତି, ଯାହା ହଉ, ଲୋକ ମରିଯିବେ, ତାଙ୍କ ପାଇଁ ବ୍ରାହ୍ମଣ ଭୋଜନ ହବ, ଜ୍ଞାତି ବନ୍ଧୁ କୁଟୁମ୍ବ ଖାଇବେ, ଚାନ୍ଦୁଆ ଟଙ୍ଗା ହବ, ଖାଇବା ପିଇବାରେ ଭାସିବ ଗାଁ। କିନ୍ତୁ ସେ କଥା ସବୁ ସଇଲା ପରେ ସବୁ ବସିକିରି ଆଙ୍ଗୁଠି ଗଣିବେ, ଜ୍ୟୋତିଷ ଗଣିବେ କି ବ୍ରାହ୍ମଣ ଗଣିବେ, ଗଣି ଗଣିକିରି କହିବେ ତୋର ପୁଷ୍କରା ଲାଗିଛି। ସିଏ ପୁଣି 3 ପାଦ ପୁଷ୍କରା, ସେ ପୁଷ୍କରାକୁ ଯଦି ନ ଛଡ଼େଇବୁ ପୁଣି ଗୋଟେ ମୁଣ୍ଡ ଯିବ। ତେଣୁ ଆପଣ ମାନେ
ଗୃହ ଲୋକଟି କ'ଣ କରିବ? ପୁଣି ଆଉ ଗୋଟାଏ ଗୁଣ୍ଠ କି 2 ଗୁଣ୍ଠ ଜମି ବିକ୍ରି କରି ପୁଷ୍କରା ଛଡ଼େଇବ। ପୁଷ୍କରା ଛଡ଼େଇବ, କିନ୍ତୁ ଗୀତା ପଢ଼ିବା କି କୌଣସି ସାଧୁସନ୍ତଙ୍କୁ ସେବା କରିବା, କୌଣସି ରୋଗୀଙ୍କୁ ସେବା କରିବା, ଏସବୁ କଥା ହବ। ଆମେ ପୁଷ୍କରା ଛଡ଼େଇବୁ 5,000 ଟଙ୍କା ପୁରାତରେ। ସେଇ କଥାଟା ଯେତେବେଳେ ଆମେ ସବୁ କହୁ, ଟିକେ ମାନେ ମନ ଉଣା କରନ୍ତି ଆଉ, ବଳିଆ ଭାଇ ଏମିତି ସବୁ କହୁଛନ୍ତି ଆଉ। ତେଣୁ ବିଶ୍ୱାସ କର, ପ୍ରଭୁଙ୍କୁ ବିଶ୍ୱାସ କର, ଗୁରୁଙ୍କୁ ବିଶ୍ୱାସ କର। ହେ ଗୁରୁ মুক্তি না ମନେ ପଡୁଛି ବେଶୀ ଦିନ କଥା ନୁହେଁ, ତଥାପି 5-7 ବର୍ଷ ଖଣ୍ଡେ ହେଇଗଲା। ମୁଁ ନୈମିଷିଆ ଦର୍ଶନକୁ ଯାଇଥିଲି। ଦର୍ଶନ ସାରି ଫେରୁଛି, ଜଣେ ବୃଦ୍ଧ କହିଲେ ତାକୁ 70-72 କି 75 ହେବ, ଏମିତିଆ ବୟସ। ସେ ତାଙ୍କ ନାତି କିମ୍ବା ନାତୁଣୀ ତାକୁ ସାଇକେଲରେ ବସିକିରି ତା ସ୍କୁଲକୁ ଛାଡ଼ିବାକୁ ଯାଉଛୁ। ଆମେ ଆମ ଗାଡ଼ିରେ ଯାଉଛୁ। ମେଘ ପକେଇଲା। ସେ ମେଘ ପାଇଁ ତା ପାଖରେ ମଧ୍ୟ ଛତା ନାହିଁ। ମୁଁ ଗାଡ଼ିଟିକି ଅଟକେଇଲି। ମୁଁ ଗାଡ଼ିକି ଅଟକେଇକିରି ସେ ବାବୁଙ୍କୁ ଡାକିଲି, ବାବୁ କୁଆଡ଼େ ଯାଉଛ? ନା ନାତୁଣୀକି ଛାଡ଼ିବାକୁ ଯାଉଛି ସ୍କୁଲ। କହିଲି ତୁମେ ଜାଣିଛ ବର୍ଷା ଦିନ ଛତା କାହିଁ ଆଣିଲନି? ନା ଛତା ତ ବାବୁ ନାହିଁ, ଆଉ ଆଣିବି କ'ଣ? ଓହୋ, ଆଉ ଏମିତିଆ ଗୋଟେ ଲୁଗା ପିନ୍ଧିକିରି ତୁମେ ଯାଉଛ ସ୍କୁଲକୁ, ମାନେ ଛୁଆକୁ ଛାଡ଼ିବା ପାଇଁ? ଲୋକ ଦେଖିଲେ ହସିବେନି? ଆଉ ହସିଲେ ହସିବେ, ମୋ ପାଖରେ ତ ନାହିଁ। ମୋ କାନ୍ଧରେ ଯେଉଁ ଲୁଗାଟି ପଡ଼ିଥିଲା ମୁଁ ତାଙ୍କୁ ଦେଇଦେଲି, ତାଙ୍କ କାନ୍ଧରେ ପକେଇଦେଲି। ସିଏ ମାନେ ଅତି ବ୍ୟସ୍ତ ହେଇ, ଆଜ୍ଞା ମୋତେ କ'ଣ ଦେଉଛନ୍ତି ମୋର? ବୋଲି ଶୁଣ, ଆପଣଙ୍କୁ ମୁଁ ଦଉନି, ମୋ ଭିତରେ ଯେଉଁ ଶକ୍ତି, এই নৈমিষ্যা অরণ্য ভিতরে যে শক্তি, দিব্য শক্তি এটি ঘুরি বুলুছি, সেই দিব্য শক্তি মতে প্রেরণা দৌছি ଆପଣଙ୍କୁ ଇଏ ଲୁଗାଟା ଦେବି, ଆପଣ ପିନ୍ଧିବେ। ତେଣୁ ସଜ୍ଜନ ତାର ଛଳ ଛଳ ଆଖି ଏବଂ ମୋ ମୁଣ୍ଡକୁ ଟିକେ ଆଉଁସି ଦେଇଥିଲା। ମୋର ଆଜି ପର୍ଯ୍ୟନ୍ତ ମନେ ଅଛି ଯେ ଜୀବନରେ ଏମିତିଆ ଆଶୀର୍ବାଦ ମୁଁ କୋଉଠି ପାଇଛି। 2-3 ଜାଗାରୁ ପାଇଛି। ଏତେ କଥା କହିବାକୁ ସମୟ ମୋ ପାଖରେ ନାହିଁ ଯେ 2-3 ଜଣଙ୍କ ପାଖରୁ ଏମିତିଆ ଆଶୀର୍ବାଦ ମୁଁ ପାଇଛି। ସେଇ ଆଶୀର୍ବାଦ ପାଇଁ
आमे आदि निजुकु लोकमानक पाखरे पहुंची पारुचु, लोकमानकु किछि कहूचु, लोक भी किछि मानुचन, मानु नाहांती बोली कथा न मानले जमा कई माने बलिया पाखु आसबेनि कि मो मुह को कई अनेबेनि। तेणु मानिले ठाकुर, न मानिले कुकुर। जीवन रे ये फटुरु पुଳାଏ रखी पूजा करना, गुरु को पूजा कर। गुरु किए? माता गुरु, पिता गुरु, जय आड़ू कहीं अनौची मु देखुची मोर कौटी ताला मान जब भूल हो ट्रेनिंग नेबी। तेणु अरे विभिन्न प्रकार स्वर बाहर कि भाव सृष्टि हम हौ से जा हो। माता गुरु, पिता गुरु, जय गुरु जय जय। कर्ण गुरु, ज्ञान गुरु, जय गुरु जय। ठाकुर निगमानंद गाइले, धनी बोलो मानी बोलो, जय गुरु जय जय। रोगी बोलो भोगी बोलो, जय गुरु जय। साधु बोलो सन्यास बोलो, जय गुरु जय जय। बाबाजी बोलो वैष्णव बोलो, जय गुरु जय। सिद्ध बोलो बद्ध बोलो, जय गुरु जय जय। शैव बोलो शाक्त बोलो, जय गुरु जय। तापर पुणी पढ़िले माता गुरु, पिता गुरु, जय गुरु जय जय। यही जो कथाटी कहले सेठी सबु कथा रहा। तेणु जीवन रे जदि आसीची सुजोग हरावना बाबू यही सौभाग्य। जीवन रे जदि केतेबेले एमतिया सुजोग आसे से सुजोग को केबे हाथ छड़ा करिबे। हजार काम थिले भी गुरु को दर्शन करिबे, जेते काम थिले भी गुरुजन मानकर सेवा निश्चित भाव में करिबे। आउ ये सब कथा आमे न करी आमे ये बाह्य कथा गुड़ा जो मातिजु, एक कथा करो से कथा करो से कथा करो, कईटा दिन आमे बंचबू जे एते कथा करिबू। आमे जन्म हेलु जो मसीह वर्तमान कौ मसीहा है, आमे केते दिन ये संसार रे बंची। तेणु ता भीतर केते वर्ष गलानी, आउ कईटा वर्ष आउ अच्छी सेटिकी सरीगले आमे भी जीवु पोड़ा हबु, पोड़ा हबु कि पोता हबु। तेणु सबु बेले जीवन को सजाग करी रख, सुजोग को हाथ छड़ा करना। गुरु दर्शन जीवन रे गुरु निंदुक, पितृमातृ निंदुक ये सब केबे भी हवा उचित नुहे। दुनिया रे धनी होउची सेई लोक जे नित्य इष्ट धर्म पाले, धनाढ्य बोली ये सहे। आज एठी गोटे सत्संग होउची, आपण माने आमे माने सब एकत्र होई बहिचे।
ये किसी प्रवचन सभा नुहे, भागवत गीता आलोचना चक्र नुहे, गोटे प्रार्थना परे गोटे सत्संग। जो दीपद कथा आम शुणिलु यहाँ ही अद्वैतामृत वर्षिणी। ये गीता कहते यही कथा हूँ अमृत। ये अमृत वर्षा को आमे नहीं करी घर को जीवा एवं जीवन रे ये सब कथा को पालन करिबा पई सबु बळे चेष्टा करिबा। आमे आ कोन कहबा आर्तत्राण को प्रणाम जणई, झाड़ेश्वर को प्रणाम जणई, आपण मानकर सर्वादौ मंगल हो यही कामना आमे करिबा। ए बाबू मते कौन गोटे कौन मोर कौन गुणा कर गोटे फिजियोथेरापी मोर कौन है मु भी जानी किंतु तो समस्ते कहले फिजियोथेरापी आमर आश्रम है गोटे पुणी गोटे आउ कौटे है एमती सब एथि भी है से बाबू बस देखु जीवन में जदि आसी सुजोग से 4 वर्ष 5 वर्ष पूर्वर भावुंट मुझे बलिया को देखी टिके कथा शुणी कि मुझे जो सेवा दौची मुझे सेवा देवी से भाविते भाविते कृष्ण जदि कृपा करे जदि आम यही भावना थिबा कृपा निश्चित भाव में मिल से सुजोगटा आज आसो बोली से कौन जानी जिते जानिले से सुजोग को से हाथ छड़ा करना सेमती जीवन रे भल काम करने भल कथा शुणा जीवन रे केतेबेले सुजोग को हरइबे नहीं। यही आर्तत्राण मंदिर इति जो बाबू माने बही अनेक जानी मत अनेक भूली जीवे खाली मन रखि बलिया बाबा किंतु भूली जीवे अनेक आपण मानकर संबलपुर से कौ छकटा से छकरू ये जो गुमाडेरा पर्यंत एड़िकी गाड़ माने एमती गोटे गोटे गाड़ खाल खबर पहुँचब खबर जो बाबू दियंती से सब आप जानी खबर पहुँचब आपण आज न आसी पहुँचले काली की कलेक्टर मंदिर को भांगीदेवे मु तेल लगौथि गाधेया तेल लगे कि ना मोर मन नहीं जामा लुगा टे पिंधि गाड़ी बसिकी ये आसी सका पहुँचबी सका 6टा 7टा मोर आ जीवन नौ आसिक आम जहाँ गोटे प्लानिंग कलु समस्त सहयोग पुणी सब कथा है तेणु जीवन रे सेतिकी कष्टटा आम अनुभव करिथिलु बोली आज आर्तत्राण मंदिर ठिया रथ यात्रा चली आज विभिन्न प्रकार लोक माने दर्शन करी कृतार्थ होती से सुजोगटा को आम हाथ छड़ा कर आज आर्तत्राण को मध्य पाई न था। ये आर्तत्राण प्रभु को बलिया ही पुरी रू नहीं कि आसी ना भी बलिया देइथिला एठी आर्तत्राण को प्रतिष्ठा करी जीवन को कृतार्थ करी जीवन में मु आउ कौन करि पारिबि कि न करि पारिबि किंतु मु आर्तत्राण मंदिर कौन कर देइछि से कथा कहबा भी मोर भूल किंतु जीवन रे गोटे सुजोग आज मध्य आपण माने बसिचंडी ये बिना अलप भाग्य हयनी आर हवा तेणु ये जो बसिचंती बलिया आई आमे टिके बसिबा कौन गोटे
କ'ଣ ଏଇଥିରେ ଆପଣ କିଛି କ'ଣ ଇଏ କ'ଣ ଆଜିକାଲି ଦିଆ ହେଉଛି ବା ପେନସନ୍ ନା ନାହିଁ ତ ଏ କ'ଣ ଦିଆହେଉଛି ଚାଉଳ ପରେ ଆଉ ଗୋଟେ କ'ଣ ଦିଆହେଉଛି ହଁ ସୁଭଦ୍ରା ଯୋଜନା ଦିଆହେଉଛି ହଁ ଭତ୍ତା ଦିଆହେଉଛି ଆମେ ଏଠି କେଉଁ ଭତ୍ତା କ'ଣ ଦେବୁ ଆମ ପାଖରେ ଭତ୍ତା କିଛି ନାହିଁ ଆମେ ଭତ୍ତା ଦେବୁ ନାହିଁ ଆମେ କର୍ତ୍ତାଙ୍କର ବାଣୀ ଶୁଣି ଆପଣମାନଙ୍କର ଶାନ୍ତି କାମନା କରି ବଳିଆ ରହୁଛି ଆଚ୍ଛା ବଳିଆ ଯଦି ରହିଲା ତାପରେ ନାମଟା ହେବ ଆଉ ସେଟା ତ ତଳକୁ ମୁଁ ପଡ଼ିଛି ନାମଟା କେମିତି ହେବ
जय श्री